ଶଳା ଶବ୍ଦଟି ତ ଭାଷା ଯଦି ଆପଣ କାହାକୁ ଗୋଟେ ଶଳା ଶବ୍ଦ ସମ୍ବୋଧନ କଲେ ଆପଣ କ'ଣ ଅଭଦ୍ରାମୀ କରୁନାହାନ୍ତି? ଶଳା ଶବ୍ଦଟି ଭାଷା ନୁହଁ। ଦେଖନ୍ତୁ କଥାଟା କ'ଣ ହେଉଛି ଟିକେ ରୁମୁଟା ଖାଇଛି। ଆମେ ସମସ୍ତେ କ'ଣ କହିଲ କ'ଣ ଭାରତ ମାତାର ସନ୍ତାନ। ଆମେ ସମସ୍ତେ କ'ଣ ଭାରତ ମାତାର ସନ୍ତାନ। ଯେହେତୁ ଆମେ ସମସ୍ତେ ଭାରତ ମାତାର ସନ୍ତାନ ଆମେ ସମସ୍ତେ ଭାଇ ଭଉଣୀ। ଠିକ୍। ତାମାନେ ମୁଁ ଯାହାକୁ ଶଳା ବୋଲି ସମ୍ବୋଧନ କଲି ସିଏ ବି ମୋ ସ୍ତ୍ରୀର ଭାଇ ଲାଗିବ। ଠିକ୍। ଯେହେତୁ ଆମେ ଭାରତ ମାତାର ସନ୍ତାନ ମୁଁ ଯାହାକୁ ଶଳା ସମ୍ବୋଧନ କଲି ସିଏ ମୋ ସ୍ତ୍ରୀର ଭାଇ ଲାଗିବ। ଯେହେତୁ ସମସ୍ତେ ଭାରତ ମାତାର ସନ୍ତାନ ଭାଇ ଭଉଣୀ ହେବେ। ଆପଣ ଶଳା ଶବ୍ଦରୁ କାହିଁ ଖରାପ ଭାବୁଛନ୍ତି? ଆପଣ ଭାବୁଛନ୍ତି ଯେ ଶଳା ଜଣେ ଜଣଙ୍କୁ କହିଦେଲା ତା ଅର୍ଥ ଯେ ସିଏ କହିଲା ଯେ ଆରେ ମୁଁ ତ ଭଉଣୀର ସ୍ୱାମୀ, କିନ୍ତୁ ନୁହଁ। ମୁଁ କ'ଣ କହୁଛି ଜଣେ ଜଣଙ୍କୁ ଶଳା ଶବ୍ଦ କହିବାର ଅର୍ଥ ଏଇଟା ଯେ ମୋ ସ୍ତ୍ରୀର ତୁ ହେଲୁ ଭାଇ। ତେଣୁ ଯଦି ମୋ ସ୍ତ୍ରୀର ଭାଇ ଯିଏ ବି ହେଇପାରେ, ଯେହେତୁ ସମସ୍ତେ ଭାରତ ମାତାର ସନ୍ତାନ ସମସ୍ତେ ମୋ ସ୍ତ୍ରୀର ହେଇପାରିବେ। ତେଣୁ ଶଳା ଶବ୍ଦଟି ଭାଷା ନୁହଁ। ଆପଣ ଖରାପ ଅର୍ଥରେ ନେଉଛନ୍ତି ନା, ଆଉ ସିଏ ଭାଷା ନୁହଁ, ସେ ଭାଷା।